ହ୍ୟାଲୋ ଷ୍ଟୁଡେଣ୍ଟସ୍, ୱେଲକମ୍ ବ୍ୟାକ୍ ଟୁ ଓମ୍ ପ୍ରକାଶ ଏଜୁକେସନ୍। ତ ଦେଖ ପିଲାମାନେ, ଆଜି ଆମେ ଡିସ୍କସନ୍ କରିବା ସପ୍ତମ ଶ୍ରେଣୀ ଗଣିତ ପ୍ରକାଶ ନୂଆ ଗଣିତ ବହିର ପ୍ରଥମ ଅଧ୍ୟାୟ କ୍ଲିୟର କଟ୍ ସମ୍ପୂର୍ଣ୍ଣ ଭାବରେ ଡିସ୍କସନ୍ କରିବା। ଭିଡ଼ିଓଟି ଟିକେ ଲମ୍ବା ହେବ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବ। ୱାନ୍ ସଟ୍ ଭିଡ଼ିଓ ବା ଗୋଟେ ଭିଡ଼ିଓରେ ଗୋଟେ ବିଷୟର ସମ୍ପୂର୍ଣ୍ଣ କ୍ଲିୟର କଟ୍ ବିଷୟ ସହିତ ବିଷୟ ଭିତରେ ଯେଉଁ ଅଭ୍ୟାସ ସେତେବେଳେ ଦିଏ, ଏବେ ଅଭ୍ୟାସ ସେପରି ଆଉ ଦେଉନି, ଲାଷ୍ଟକୁ ଦେଉନି। ମଝିରେ ମଝିରେ ଗୋଟେ ଗୋଟେ ଅଳ୍ପ ପଢ଼େଇକି ମାନେ ଅଳ୍ପ ବୁଝେଇକି ଯେଉଁ ଅଭ୍ୟାସ ଦିଏ ସେ ଅଭ୍ୟାସ ଦେଉଛି। ତ ଚାଲନ୍ତୁ ପ୍ରଥମ ବିଷୟ ଡିସ୍କସନ୍ କରିବା। ପ୍ରଥମ ବିଷୟ ହେଉଛି କ'ଣ? ଆମ ଚାରିପଟେ ଥିବା ବଡ଼ ସଂଖ୍ୟା। ସଂଖ୍ୟାମାନଙ୍କ ବିଷୟରେ ଆମେ ପଢ଼ିବା। ଚାଲ, ଆମ ଚାରିପଟେ ଥିବା ବଡ଼ ସଂଖ୍ୟା ପ୍ରଥମ ଅଧ୍ୟାୟ। ପିଲାମାନେ କହି ରଖୁଛି, ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ ଦୟାକରିକି ସବସ୍କ୍ରାଇବ୍ କରିଦେବ ଏବଂ ଭିଡ଼ିଓଟିକୁ ଲାଇକ୍ କରିଦେବ। ସାଙ୍ଗମାନଙ୍କ ସହିତ ନିଶ୍ଚିତ ରୂପରେ ସେୟାର କରିଦେବ। ସବୁ କ୍ଲାସ୍ର ନୂତନ ଶ୍ରେଣୀର ବହି, ଯେଉଁ ନୂଆ ବହି ବାହାରିଛି ପ୍ରଥମଠୁ ଅଷ୍ଟମ, ଷଷ୍ଠ, ସପ୍ତମ, ଅଷ୍ଟମ, ପଞ୍ଚମ ସବୁ କ୍ଲାସ୍ର ନୂଆ ବହିର ପ୍ରଶ୍ନ ଉତ୍ତର ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସବସ୍କ୍ରାଇବ୍ ନିଶ୍ଚିତ ରୂପରେ କରନ୍ତୁ। ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନରେ କ୍ଲିକ୍ କରିଦେବେ। ଫଳରେ ସାଙ୍ଗେ ସାଙ୍ଗେ ମୁଁ ଯାହା ପଠେଇବି ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ତ ଚାଲନ୍ତୁ ଦେଖିବା। 1 ଲକ୍ଷ ପ୍ରକାରର ବିହନ ଅଛି। ଗୋଟେ ସେ ତମକୁ ଗପ ଦେଇଛି, ସେଇ ଗପଟିକୁ ପଢ଼ିକି କ'ଣ ଦେଇଛି ଆମେ ଦେଖିବା। ସେ ଦେଇଛି, ରାମନାଥ ଆମ ରାଜ୍ୟର ବରଗଡ଼ ଅଞ୍ଚଳର ଜଣେ ଚାଷୀ। ସେ ତାଙ୍କ ଜମି ପାଇଁ ଧାନ ବିହନ କିଣିବାକୁ ନିୟମିତ ଭାବରେ ବଜାରକୁ ଯାଇଥିଲେ। ଏଇ ରାମନାଥ ଯାଇଛି ବଜାରକୁ। ଏକଦା ସେ ବଜାରକୁ ଯାଇଥିବା ସମୟରେ ରାଜୁ ଓ ସୁରଭି ଧାନ ସମ୍ବନ୍ଧରେ କଥା ହେଉଥିବାର ଶୁଣିଲା। ରାଜୁ କହିଲା, ପୂର୍ବ କାଳରେ ଆମ ଦେଶରେ 1 ଲକ୍ଷ ପ୍ରାୟ 1 ଲକ୍ଷ ପ୍ରକାରର ଧାନ ଥିଲା। ଚାଷୀମାନେ ବିଭିନ୍ନ କିସମକୁ ସାଇତି ରଖୁଥିଲେ ଏବଂ ତାକୁ ବ୍ୟବହାର କରି ଧାନ ଚାଷ କରୁଥିଲେ। ବର୍ତ୍ତମାନ ଆମ ପାଖରେ ହାତ ଗଣତି କେତୋଟି କିସମର ଧାନ ବିହନ ଅଛି। ପୁଣି ଚାଷୀମାନଙ୍କୁ ବଜାରକୁ ବିହନ କିଣିବାକୁ ପଡୁଛି। ସୁରଭି ତାପରେ କହୁଛି, ଆମ ଘର ନିକଟରେ ଏକ ପ୍ରକାର ବିହନ ସଂଗ୍ରହାଳୟ ଅଛି। ଏ ପର୍ଯ୍ୟନ୍ତ ସେମାନେ ବିହନ ସ୍ଥାନରୁ 100ରୁ ଅଧିକ ସ୍ୱଦେଶୀ କିସମର ଧାନ ସଂଗ୍ରହ କରିଛନ୍ତି। ସ୍ୱଦେଶୀ ମାନେ କ'ଣ? ନିଜ ଦେଶରେ ଯୋଉ ଧାନ। ତୁମେ ମଧ୍ୟ ସେଠାରୁ ଧାନ ବିହନ କିଣି ପାରିବ। ତୁମେ ପୂର୍ବରୁ ଲକ୍ଷ ଶବ୍ଦ ସହିତ ପରିଚିତ ଅଛ। ତୁମେ ଜାଣିଛ କି 1 ଲକ୍ଷ କେତେ ବଡ଼ ସଂଖ୍ୟା? ଚାଲ ଆମେ ଜାଣିବା। ରାମନାଥ ଏହି ଘଟଣାକୁ ତାଙ୍କ ଝିଅ ନମିତା ଏବଂ ପୁଅ ରମେଶକୁ ଜଣାଇଲେ। ଆମ ଦେଶରେ ପ୍ରାୟ 1 ଲକ୍ଷ କିସମର ଧାନ ଥିବା ଜାଣି ରମେଶ ଆଶ୍ଚର୍ଯ୍ୟ ହୋଇଗଲା। ସେ ବିସ୍ମିତ ହୋଇ କହିଲା, 1 ଲକ୍ଷ? ମୁଁ ଏପର୍ଯ୍ୟନ୍ତ ମାତ୍ର 3-4 ପ୍ରକାର ଧାନ କିଣିଛି। ଯଦି ପ୍ରତ୍ୟେକ ଦିନ ଆମେ ନୂଆ ପ୍ରକାର ଧାନ ଚାଉଳ ଖାଇବା, ତେବେ 100 ବର୍ଷ ଜୀବନ କାଳ ଭିତରେ ଆମେ ସମସ୍ତେ ବିଭିନ୍ନ ପ୍ରକାର ଧାନ ଚାଉଳର ସ୍ୱାଦ ଚାଖିପାରିବା। କିନ୍ତୁ 1 ଲକ୍ଷ କେତେ? ତଳେ ଯାଇଥିବା କୋଠରୀ ଗୋଟେ ଦେଇଛି, ସେ 1 ଲକ୍ଷରେ ଆମେ ଶବ୍ଦ ପୂରଣ କରିକି 1 ଲକ୍ଷ କେତେ ଦିଆହେଇଛି ସରଞ୍ଚନାକୁ ଲକ୍ଷ୍ୟ କରି ତଳେ ଦିଆଯାଇଥିବା କୋଠରୀ ଗୁଡ଼ିକୁ ପୂରଣ କରିବା। 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେଉଛି 999। 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କେତେ? 999 ମିଶାଣ 1 କେତେ ହେଇଯିବ? 1000। 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ ହେଇଯିବ? 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଦେଖିଦେବା କେତେ ହେଇଯିବ? 4ଟା 9। 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ ହେଇଯିବ? 1ରେ ତାପରେ 4ଟା 0 ହେଇଯିବ। ତାପରେ 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେଟା ହେଇଯିବ? 5ଟା 9। 99,999। 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା କେତେ? 1 10 100 1000 1 ଲକ୍ଷ। ଏଇଟାକୁ ଆମେ କ'ଣ ପଢ଼ିବା? 1 ଲକ୍ଷ ବୋଲି ପଢ଼ିବା। ତାପରେ ଦିଆହେଇଛି, ଏଇଟାକୁ ସାରଣୀରେ କରିବ। 99,995, 99,996। ତାପରେ ହେଇଯିବ କେତେ? 99,997। ତାପରେ ହେଇଯିବ କେତେ? 99,998 ଅଛି, 99,999। ତାପରେ ଏଇଟା ହେଇଯିବ 1 ଲକ୍ଷ। ତାପରେ 1 ଲକ୍ଷ 1, 1 ଲକ୍ଷ 2, 1 ଲକ୍ଷ 3, 1 ଲକ୍ଷ 4, 1 ଲକ୍ଷ 5। ନମିତା ଓ ରମେଶ ହିସାବ କରି ଦେଖିଲେ, ଯଦି ସେମାନେ ଦିନକୁ ଗୋଟିଏ ପ୍ରକାର ଚାଉଳ ଖାଆନ୍ତି, ତେବେ 100 ବର୍ଷରେ 1 ଲକ୍ଷ ପ୍ରକାର ଚାଉଳ ଖାଇପାରିବେ ନାହିଁ। ତାପରେ ଦେଇଛି କ'ଣ? ଯଦି ଦିନକୁ 3 ପ୍ରକାର ଚାଉଳ ଖାଆନ୍ତି, ତେବେ 100 ବର୍ଷ ଜୀବନ କାଳରେ 1 ଲକ୍ଷ ପ୍ରକାର ଚାଉଳ ଖାଇପାରିବ କି? ଆସ ନିର୍ଣ୍ଣୟ କରିବା। ରମେଶ କହିଲା, ଆମେ ଜାଣିଲୁ 1 ବର୍ଷ 365 ଦିନ। ଅଧି ବର୍ଷକୁ ବାଦ ଦେଇ y ବର୍ଷ ବଞ୍ଚିବ। ଜୀବନ କାଳ ମୋଟ 365 ଗୁଣନ y। ତୁମେ y ପାଇଁ ଏକ ସଂଖ୍ୟା ନିଅ। y ବର୍ଷ ଦିନ ସଂଖ୍ୟା 1 ଲକ୍ଷ ସହିତ କେତେ ନିକଟତର ଅଛି? ତୁମେ ବାଛିଥିବା y ର ମାନ ନିର୍ଣ୍ଣୟ କରିବ।
ଛାଡ଼ ତାପରେ କଣ ପ୍ରଶ୍ନ ଦେଖିବା। ନିଜେ କରି ଦେଖ ଦିଆହେଇଛି କଣ? 2011 ଜନଗଣନା ଅନୁସାରେ ବରଗଡ଼ ସହରର ଜନସଂଖ୍ୟା ଥିଲେ 83,651। ଏହା 1 ଲକ୍ଷରୁ କେତେ କମ୍? କେମିତି କରିବା? 1 ଲକ୍ଷ 1,10,000 ଲକ୍ଷ ଫେରାଣ 83,651 କେତେ ହେଇଯିବ? 10 ରୁ 9 ଗଲେ ହେଇଯିବ 1, ଇଏ ତାପରେ 9 ରୁ 5 ଗଲେ 4, 9 ରୁ 6 ଗଲେ 3, 9 ରୁ 3 ଗଲେ 6, ଏପଟ 9 ରୁ 8 ଗଲେ 1, ହେଇଯିବ କେତେ ତାହେଲେ? 16,341। କେତେ ହେଇଯିବ? 16,000 ଏ ଯୋଉ 49, 16,349 ହେଇଯିବ କରେକ୍ଟ ଆନ୍ସର। ତାପରେ 2024 ମସିହାରେ ବରଗଡ଼ ସହରର ଆନୁମାନିକ ଜନସଂଖ୍ୟା 1,04,000। ଏହା 1 ଲକ୍ଷ ଠାରୁ କେତେ ଅଧିକା? ପିଲାମାନେ କେତେ ଅଧିକା? 4,000 ଅଧିକା। ତେବେ ଦିଆହେଇଛି 2011 ରୁ 2024 ପର୍ଯ୍ୟନ୍ତ ବରଗଡ଼ ସହରର ଜନସଂଖ୍ୟା କେତେ ତାହେଲେ ବୃଦ୍ଧି ପାଇଲା? କେତେ ବୃଦ୍ଧି ପାଇଲା? କଣ କରିବ? 1,04,000 ରୁ ଆମର 83,651 ଫେଡ଼ିଦବ। 1,04,000 ରୁ କେତେ ଫେଡ଼ିଦବ? ଆମର 83,651 କେତେ ହବ ଦେଖିଦବା। 10 ରୁ 9 ଗଲେ ହେଇଯିବ 10 ରୁ 1 ଗଲେ ହେଇଯିବ 9, ଇଏ 9 ଅଛି, 9 ରୁ 5 ଗଲେ 4, 9 ରୁ 6 ଗଲେ 3, 1 ରୁ ପଳେଇଥିଲା 1 10, ଏଠି ଅଛି 3 4 ଥିଲା 3 ହେଇଗଲା, 3 ରୁ 3 ଗଲେ 0, 10 ରୁ 8 ଗଲେ 2, 20,349 20,349 ବୃଦ୍ଧି ପାଇଛି। 20 3 4 9। ତାପରେ କଣ ଅଛି ଆମେ ଦେଖିବା। ବଡ଼ ସଂଖ୍ୟାକୁ ବୁଝିବା। ତାପରେ ଦେଇଛି ବଡ଼ ସଂଖ୍ୟାକୁ ବୁଝିବା। ତୁମେ ମାନେ ଏ ପର୍ଯ୍ୟନ୍ତ ଏମିତି କିଛି ରୋଚକ ତଥ୍ୟ ଶୁଣିଥିବ, ଯେପରିକି କଣ ଅଛି? ଗୁଜୁରାଟ ଅବସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ପ୍ରାୟ 180 ମିଟର ଆମ ରାଜ୍ୟର ଖଣ୍ଡଧାର ଜଳପ୍ରପାତରେ ପ୍ରାୟ 244 ମିଟର ଉଚ୍ଚରୁ ଜଣା ପଡ଼ିଥାଏ। ଏହିପରି ବଡ଼ ମାପଗୁଡ଼ିକୁ ସବୁବେଳେ ଆନୁମାନିକ ବୁଝିବା ସହଜ ନୁହେଁ, କିନ୍ତୁ ଏହି ମାପଗୁଡ଼ିକୁ ଆମ ପରିଚିତ ଥିବା ଜିନିଷ ଆକାର ସହିତ ତୁଳନା କଲେ ଆମେ ଏହାକୁ ଭଲ ଭାବରେ ବୁଝିପାରିବା। ଡାହାଣ ପାଖରେ ଗୋଟିଏ ଚିତ୍ର ଦିଆଯାଇଛି, ଲକ୍ଷ୍ୟ କର। ଦିଟା ଚିତ୍ର ଦିଆଯାଇଛି, କିନ୍ତୁ ଏହି ମାପଗୁଡ଼ିକୁ ପରିଚିତ ଥିବା ଜିନିଷକୁ ତୁଳନା କଲେ ଭଲ ଭାବରେ ଆମେ ବୁଝିପାରିବା। ଦେଖ ଦିଆହେଇଛି ଏକ ଡାହାଣ ପାଖର ଚିତ୍ରକୁ ଆମେ ଦେଖିବା। ଏକ 10 ମହଲା ବିଶିଷ୍ଟ ଘର ଅଛି। ସୋମୁର ଉଚ୍ଚତା ହେଉଛି 1 ମିଟର। ଯଦି ଏହା ଘରର ପ୍ରତ୍ୟେକ ମହଲା ଉଚ୍ଚତା ପ୍ରାୟ 4 ଗୁଣ, ତେବେ ଘରର ଆନୁମାନିକ ଉଚ୍ଚତା କେତେ? ଯଦି ଏହି ଘରର ପ୍ରତ୍ୟେକ ମହଲା ସୋମୁ ଉଚ୍ଚତାର ପ୍ରାୟ 4 ଗୁଣ, ସୋମୁର 1 ମିଟର, ତାହେଲେ ଗୋଟେ ହେଇଯିବ କେତେ? 4 ମିଟର। 4 ମିଟର ହେଇଗଲେ 10 ମହଲା ମାନେ 4 ମିଟର ଗୁଣନ 10 କେତେ ହେଇଯିବ? ଗୋଟେ ଘରର ଉଚ୍ଚତା ହେଇଗଲା 4 ମିଟର। 10ଟା ଘର ଉଚ୍ଚତା ହେଇଯିବ 10 × 40 ମିଟର। ବୁଝିପାରିଲ ନା ବୁଝିପାରିଲନି? ଏଇ ଘରର ଉଚ୍ଚତା ତାହେଲେ କେତେ ହେଇଗଲା? 40 ମିଟର। ସେ ଦେଇଛି ଷ୍ଟାଚ୍ୟୁ ଅଫ ୟୁନିଟି କିମ୍ବା ସୋମୁ ଏକ 10 ମହଲା ବିଶିଷ୍ଟ ଘର ଉଚ୍ଚତା ମଧ୍ୟରୁ କେଉଁଟିର ଉଚ୍ଚତା ଅଧିକା, କେତେ ମିଟର ଅଧିକା? ଷ୍ଟାଚ୍ୟୁ ଅଫ ୟୁନିଟି ହେଉଛି ଦେଖ କେତେ ମିଟର? 250 ମିଟର। ତେଣୁକରି କାହାର ଅଧିକା? ଷ୍ଟାଚ୍ୟୁ ଅଫ ୟୁନିଟିର ଅଧିକା। ସୋମୁର ଉଚ୍ଚତା, ତା ତଳେ ରହୁଛି ଘରର ଉଚ୍ଚତା, ତା ତଳେ ଲାଷ୍ଟକୁ ସୋମୁର ଉଚ୍ଚତା। ଆମେ ଜାଣିପାରିବେ ଯେ ଷ୍ଟାଚ୍ୟୁ ଅଫ ୟୁନିଟିର ଉଚ୍ଚତା ସେଇ ଘରର ଉଚ୍ଚତାର ପାଖାପାଖି 4 ଗୁଣ। ଏଇଟା 40 ହେଲେ ପାଖାପାଖି ଏଇଟା କେତେ ଗୁଣ ଦେଇଛି? 40 ମିଟର ହେଲେ 160 ମିଟର, ପାଖାପାଖି 4 ଗୁଣ। ଷ୍ଟାଚ୍ୟୁ ଅଫ ୟୁନିଟି ଦେଖ ଗୋଟେ ଯୋଉ ଗ୍ରାଫ ଦେଇଛି, ସେଇ ଗ୍ରାଫ ସିଧା ଦେଖ ଅଛି, ଏଇ ମୁଣ୍ଡ ସିଧା 150 ରୁ 200 ଭିତରେ ଅଛି, ମାନେ 160 70 ପାଖାପାଖି ହେଇଥିବ। ତାପରେ ଦେଇଛି ଖଣ୍ଡଧାର ଜଳପ୍ରପାତ ସୋମୁର ଉଚ୍ଚତା ଠାରୁ କେତେ ଅଧିକା? ଖଣ୍ଡଧାର ଯୋଉ ଅଛି, ଖଣ୍ଡଧାର ଜଳପ୍ରପାତର ଉଚ୍ଚତା ତାହେଲେ କେତେ ଅଧିକା ଆମେ କାଲକୁଲେଟ ବା ହିସାବ କରିବା। ଖଣ୍ଡଧାର ଦେଖ କୋଉଠୁ ଅଛି? ଏଇଠୁ ଅଛି। କେତେ ମିଟର? ପାଖାପାଖି 250 ରୁ ଟିକେ କମ 240। ସୋମୁର କିନ୍ତୁ କେତେ ଅଛି? 24। ନାଇଁ, ସୋମୁର ଘରର ଉଚ୍ଚତା, ସୋମୁର ଘରର କେତେଟା ଅଛି? 240। ସୋମୁର ଘରର ଉଚ୍ଚତା ହଉଛି 40। ତ କଣ କରିବା? 240 ହରଣ 40 କେତେ ହେଇଯିବ? 4 ଶହ 6 × 24 ଶୂନ, ଗୋଟେ ଶୂନ ଦେଇକି ଶୂନ, 60 ମିଟର ତାହେଲେ ହେଇଯିବ। 60 ମିଟର ଅଧିକା। ତାପରେ ଦେଇଛି କଣ ଆମେ ଦେଖିବା। ନାଇଁ ଖଣ୍ଡଧାର ଜଳପ୍ରପାତ ସୋମୁର ଘାଟରୁ କେତେ ଅଧିକା? ପିଲାମାନେ କଣ ହବ? 240 ରୁ ଆମେ ଖାଲି 40 ଫେଡିଦବା। 240 ଫେଡାଣ 40 ଏଇ ଜାଗାରେ 200 ମିଟର ଅଧିକା। ଖଣ୍ଡଧାରଟା 200 ମିଟର ଅଧିକା।
ସୋମୁର ଘର କେତେ ମହଲା ଯଦି କେତେ ଗୁଣ ପଚାରନ୍ତା ତାହେଲେ 60 ଗୁଣ କହିଥାନ୍ତ। ସୋମୁର ଘର କେତେ ମହଲା ଖଣ୍ଡଧାର ଜଳପ୍ରପାତର ଉଚ୍ଚତାର ନିକଟତର ହବ। ସୋମୁର ଘର କେତେ ମହଲା ହେଲେ 40 ହେଇଛି, ଇଏ ହେଇଛି 240 କେତେ ହେଲେ ଏଇଟା କରିବା ଗୁଣନ କରିକି କରିବା। କଣ କରିବା 40 ଗୁଣନ କେତେ ସମାନ 240। ତାହେଲେ କଣ କରିବା 240 କୁ 40 ହରିଦବା 40 ଗୁଣନ 6 6 ଚଉ 24 ଗୋଟେ ଶୂନ 6 ଗୁଣ ହେଲେ। ବୁଝିପାଇଲ ନା ବୁଝିପାଇଲନି ପିଲାମାନେ? ଚ୍ୟାନେଲରେ କ୍ଲିୟର କଟ ଭିଡିଓ ଡିସ୍କସନ ହବ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବ, କେହି ଓରିଡିବା ବ୍ୟସ୍ତ ହବ ନାହିଁ। ଯାହା ଦିଆଯାଇଛି ବହିରେ ତମେ ପଢିବା ପାଇଁ ଦିଆଯାଇଛି। ତାପରେ ଦିଆଯାଇଛି ଗୋଟେ 1 ଲକ୍ଷ ଗୋଟିଏ ବଡ ସଂଖ୍ୟା କି? 1 ଲକ୍ଷ ଗୋଟେ ବଡ ସଂଖ୍ୟା କି? ହଁ ଗୋଟେ ବଡ ସଂଖ୍ୟା। ତାପରେ ଦିଆଯାଇଛି 1 ଲକ୍ଷ ବଡ ସଂଖ୍ୟା କି ସାନ ସଂଖ୍ୟା ଚିନ୍ତା କର। ପିଲାମାନେ ବଡ ସଂଖ୍ୟା ପଢିବା ଆଉ ଲେଖିବା। ପିଲାମାନେ ମନେ ରଖିବ, ଆମେ 5 ଅଙ୍କ ବିଶିଷ୍ଟ ସଂଖ୍ୟା ଯଥା 45,000 ପାଇଁ ଭାରତୀୟ ସ୍ଥାନୀୟମାନ୍ୟ ସଂଖ୍ୟା ଲିଖନ ପ୍ରଣାଳୀ କମା ବ୍ୟବହାର କରୁଛୁ। ମନେ ରଖିବ, ଯେତେବେଳେ କମା ଦବ ଗୋଟେ ଟେକ୍ନିକ ଫାଷ୍ଟ ହଉଛି କଣ, ଡାହାଣ ପଟୁ ଏ ଯୋଉ ଡାହାଣକୁ ବାଁକୁ ଯିବ, ଅକ୍ଷର ଡାହାଣକୁ ବାଁକୁ ମାନେ ଏଇ ଆଡେ ଯିବ। ଫାଷ୍ଟ 3ଟା ଛାଡିକି ଦବ, ତାପରେ ଦିଟା ଛାଡିକି ଦବ। କମା ବ୍ୟବହାର କରିବା ଦ୍ଵାରା ସଂଖ୍ୟା ଗୁଡିକୁ ସହଜରେ ଆମେ ପଢି ପାରିବା। ଆମେ 10,000 ସ୍ଥାନ ଏବଂ 1 ଲକ୍ଷ ସ୍ଥାନକୁ ସୂଚାଉଥିବା ଅଙ୍କ ମଧ୍ୟରେ ଏକ କମା ବ୍ୟବହାର କରିପାରିବା, ଯେପରି ତୁମେ ପୂର୍ବରୁ ବ୍ୟବହାର କରିଛ। ଫାଷ୍ଟ 3ଟା ଛାଡିକି ଦବ, ତାପରେ 2ଟା ଛାଡିକି ଦବ, ତାପରେ ଦିଟା ଛାଡିକା ଦବ। କମା ବ୍ୟବହାର କରିକି ପଢିଲେ ସହଜ ହବ ପଢିବା ପାଇଁ। ନିମ୍ନରେ ଥିବା ପ୍ରତ୍ୟେକ ସଂଖ୍ୟାକୁ ଅକ୍ଷରରେ ଲେଖ। ପିଲାମାନେ ଅକ୍ଷରରେ ଲେଖିଲେ କେତେ ହେଇଯିବ? ଏଇଟା କେତେ ହେଇଯିବ? 3,00,100,000। ଏଇଟା କେତେ ହେଇଯିବ? 5,04,085। ଏଇଟା ହେଇଯିବ କେତେ? 27,30,000। ଏଇଟା ହେଇଯିବ 70,53,138। ତାପରେ କଣ ଅଛି ଦେଖିଦବା। 1,23,000। ତାପରେ କଣ ଦିଆହେଇଛି? ନିମ୍ନରେ କେତେକ ସଂଖ୍ୟାକୁ ଅକ୍ଷରରେ ଦିଆହେଇଛି, ତୁମେ ମାନେ ପଢିକି ତାର ଉତ୍ତର ଆନ୍ସର କରିବ। ପ୍ରତ୍ୟେକ ଭାରତୀୟ ସ୍ଥାନୀୟ ମାନ ଲିଖନ ପ୍ରଣାଳୀ ଅଙ୍କରେ ଲେଖ। 1,23,456। ଏକୁ ଆମେ କଣ କରିବା? ଆମର ଅଙ୍କରେ ଲେଖିବା। 1,23,456 456 23,000 1 10 ଶହ ହଜାର ଆଉ ତ ଲକ୍ଷ। 1,23,456 ହେଇଗଲା। ସେକେଣ୍ଡ ହେଇଛି କଣ? 4,07,704। 4,07,704। ବୁଝିପାଇଲ ନା ବୁଝିପାଇଲନି? ତାପରେ କଣ ଦେଇଛି? 50,05,050। ଏଇଟା କେତେ ଲେଖିବ? 50,05,050। 1 10 ଶହ ହଜାର ଆଉ ତ ଲକ୍ଷ 10 ଲକ୍ଷ 50 ଲକ୍ଷ। ପିଲାମାନେ ବୁଝିପାରିଲେ ନା ବୁଝିପାରିଲେନି? 50,05,050 50,05,050। ପିଲାମାନେ ଥାର୍ଡ ଟିକେ ମନେ ରଖିକି କରିବ। 50,05,050। ପିଲାମାନେ କମା ବ୍ୟବହାର କରିଛି ତମକୁ ସହଜ ପାଇଁ। ତାକୁ ଦେଇଛି 10,02,35। କେମିତି କରିବ? 235। 10,02,35। କଣ କରିବ? ପୁରା ସୁଜା। 10 ଲକ୍ଷ କେତେ ଅଛି? 235। 1 10 ଶହ ହଜାର ଆଉ ତ ଲକ୍ଷ 10 ଲକ୍ଷ। ଏମିତି ଲେଖିପାରିବ। ଶିକ୍ଷାର୍ଥୀ ମାନଙ୍କୁ ଏହି ତଥ୍ୟ ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ଉତ୍ସାହିତ କରନ୍ତୁ। ଉଦାହରଣ ସ୍ୱରୂପ, ବରଗଡ଼ ସହରର ସବୁବେଳେ ଲୋକ ଷ୍ଟାଡିୟମ ବସିବା ପାଇଁ ସ୍ଥାନ ପାଇବେ କି? ଷ୍ଟାଡିୟମର ପାଖକୁ ବସିଥିବା 1 ଲକ୍ଷ ଲୋକଙ୍କୁ ନେଇ 38 କିଲୋମିଟର ଲମ୍ବା ଲାଇନ ଆମେ କିପରି ପରିକଳ୍ପନା କରାପାରିଲା? ଶିକ୍ଷକଙ୍କ ପାଇଁ ସୂଚନା। ପିଲାମାନେ ତାପରେ 1 ଦଶକର ରାଜ୍ୟ। ହ୍ୱାଟ ଇଜ 1 ଦଶକର ରାଜ୍ୟ? ପଢିବା। ଭିଡିଓକୁ କହି ରଖୁଛି ଶେଷ ପର୍ଯ୍ୟନ୍ତ ଦେଖିବ। ଭିଡିଓକୁ ଅଧାରୁ ସ୍କିପ୍ କରିକି ଯିବ ନାହିଁ। ସ୍କିପ୍ କଲେ ନିଜେ ବୁଝିପାରିବ ନାହିଁ। ତେଣୁକରି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖ। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖ। ତାପରେ 1 ଦଶକର ରାଜ୍ୟ କଣ ଦେଇଛି ଆମେ ଦେଖିବା। ଦେଖ, ତାପରେ ଗୋଟେ କାଲକୁଲେଟର ଦିଆହେଇଛି। ଦଶକର ରାଜ୍ୟରେ ସ୍ୱତନ୍ତ୍ର ବଟନ ଥିବା ଗୋଟେ ସ୍ୱତନ୍ତ୍ର କାଲକୁଲେଟର ଆମେ ପରିକଳ୍ପନା କରାଯାଇଛି ବା ଦିଆଯାଇଛି। କାଲକୁଲେଟର କେବଳ ଗୋଟିଏ ବଟନ ଅଛି। ସେଇ ବଟନଟି ହଉଛି କେତେ? 1,000। ଚିନ୍ତାଶୀଳ 1000 କାଲକୁଲେଟର କେବଳ 1000ଟି ବଟନ ଅଛି। ଏହାକୁ କେତେ ଥର ଦବାଇଲେ
1000 ବଟନଟି ଅଛି ମାନେ କେବଳ 1000 ଲେଖା ହେଇଛି। ନିମ୍ନରେ ଦେଇଥିବା ସଂଖ୍ୟା ଗୁଡ଼ିକର ଉତ୍ତର ଦେଖ। 3 ଥର ଦବାଇଲେ କେତେ ହେଇଯିବ? 3000। ତାପରେ ଦିଆଯାଇଛି 10000 କେତେ ଥର ଦବାଇଲେ ହବ? 10 ଥର। ଏଇଟା କେତେ ଥର? 10 ଥର। ତାପରେ 53000 କେତେ ଥର ଦବାଇଲେ ହବ? 53 ଥର। ତାପରେ 90000 କେତେ ଥର ଦବାଇଲେ ହବ? 90 ଥର। ତାପରେ 1 ଲକ୍ଷ କେତେ ଥର ଦବାଇଲେ ହବ? 1 ଲକ୍ଷ କେତେ ଥର ଦବାଇଲେ ହବ? 100 ଥର। ତାପରେ ଦିଆହେଇଛି କଣ? 153 ଥର ଦବାଇଲେ କେତେ ହବ? 1,53,000। 1,53,000। ବୁଝିପାରିଲ ନା ବୁଝିପାରିଲନି? 1 ଲକ୍ଷ ହେବାକୁ କେତେ ଥର ହଜାର ଆବଶ୍ୟକ? 100 ଥର। ତାପରେ କ୍ରାନ୍ତକାରୀ ଦଶକରେ କାଲକୁଲେଟରରେ କେବଳ 10 ବଟନ ଅଛି। ଏହାକୁ କେତେ ଥର ଦବାଇଲେ କଣ ହବ ଦେଖିବା? ମାନେ କାଲକୁଲେଟରରେ କେବଳ 10 ଲେଖା ହେଇଛି। 780 ଥର ଦବାଇଲେ, 505 ଥର ଦବାଇଲେ 780 କେତେ ଥର? 78 ଥର। 78 ଥର। ତାପରେ 1000 ଥର ଦବାଇଲେ ମାନେ କେତେ ଥର ଦବାଇବୁ? 100 ଥର। ଏଟା କେତେ ଥର? 370 ଥର ଦବାଇଲେ ଏତିକି ହବ। ତାପରେ କଣ ଦେଇଛି ଦେଖିଦବା। ଦେଇଛି 10,000 କେତେ ଥର ଦବାଇଲେ ହବ? ପିଲାମାନେ 1000 ଥର। କେତେ ଥର ଦବାଇଲେ? 1000 ଥର। 1 ଲକ୍ଷ କେତେ ଥର ଦବାଇଲେ ହବ ପିଲାମାନେ? 10,000 ଥର। ତାପରେ 453 ଥର ଦବାଇଲେ କେତେ ହେବ? 4, 5, 3, 0 ହେଇଯିବ। ତାପରେ ପିଲାମାନେ ଦେଖିଦବା। ଦେଇଛି ଉପଯୋଗୀ ଶତକ କାଲକୁଲେଟରରେ କେବଳ 100ଟି ବଟନ ଅଛି। ଏହାକୁ କେତେ ଥର ଦବାଇଲେ କେତେ ହବ? ନିମ୍ନରେ ଦିଆଯାଇଛି। 400 କେତେ ଥର ଦବାଇଲେ? 4 ଥର। ଏଠି 3700 କେତେ ଥର ଦବାଇଲେ? ଏଟା କେତେଟି ବଟନ ଅଛି? 100 ଅଛି। ତାହେଲେ ଏଇଟା କେତେ ଥର ହବ? 3700 ମାନେ 37 ଥର ଦବାଇଲେ। ତାପରେ ଏଇଟା କେତେ ଥର ହେଇଯିବ ଆମର? 10 ଥର। ଏଇଟା ପିଲାମାନେ କେତେ ଥର? 100 ଥର ପିଲାମାନେ, 10 ଥର ନୁହଁ। 53,000 କେତେ ଥର ଦବାଇଲେ ହବ? 5300 ଥର। ନାଇଁ 530 ଥର। 530 ଥର ଦବାଇଲେ। ତାପରେ ଏଇଟା କେତେ ଥର ଦବାଇଲେ ହବ? 900 ଥର। ଏଇଟା କେତେ ଥର ଦବାଇଲେ ହବ? 970 ଥର। ତାପରେ ଏଇଟା କେତେ ଥର ଦବାଇଲେ ହବ? 1000 ଥର। ତାପରେ 582 ଥର ଦବାଇଲେ କେତେ ହବ? 5 1 10 ଶହ। ତାହେଲେ କେତେ ଥର? 58,200 ଥର ହବ। 582 ଥର ଦବାଇଲେ। 10,000 ହେବାକୁ କେତେ ଶହ ଦରକାର? 10,000 ହେବା ପାଇଁ କେତେଟି ଶହ ଦରକାର? 10,000 ହେବା ପାଇଁ 10,000 ହେବା ପାଇଁ କେତେଟା ଶହ ଆମ ଦରକାର? ପିଲାମାନେ କେତେଟା ଶହ ଦରକାର? 10,000 ହରଣ 100 କେତେ ହେଇଯିବ ଆନ୍ସର? 100ଟି। ତାପରେ 1 ଲକ୍ଷ ହବାକୁ କେତୋଟି ଶହ ଦରକାର? କେମିତି କରିବ? 1 ଲକ୍ଷ ହବାକୁ କେତୋଟି ଶହ ଦରକାର ଆମର? 1000ଟି। କେତୋଟି ଆମର? 1000ଟି। ତାପରେ ଦେଇଛି ଉପଯୋଗୀ ଶତକ କାଲକୁଲେଟର କହୁଛି ଏଠାରେ କିଛି ସଂଖ୍ୟା ଅଛି ଯାହା କ୍ରାନ୍ତିକର ଦଶକ ଏବଂ ଚିନ୍ତାଶୀଳ ହଜାର ଦେଖାଇ ପାରିବ ନାହିଁ, କିନ୍ତୁ ମୁଁ ପାରିବି। ଏହି ଉକ୍ତିଟି ସତ୍ୟ କି? ଏଠାରେ କିଛି ସଂଖ୍ୟା ଅଛି ଯାହା ଦଶକ ଏବଂ ଚିନ୍ତାଶୀଳ ହଜାର ଦେଖିପାରିବ ନାହିଁ। ଚିନ୍ତା କର ଓ ଅନୁସନ୍ଧାନ କର। ତାପରେ ଦିଆହେଇଛି କଣ? 4 ନମ୍ବର କ୍ୱେଶ୍ଚିନ୍। କ୍ରିଏଟିଭ ଚିଟି ଏକ ବିଭିନ୍ନ ପ୍ରକାର କାଲକୁଲେଟର। ଏହା ନିମ୍ନଲିଖିତ ବଟନ ଅଛି 1, 10, 100, 1000, 10,000, ତାପରେ 1, 10, 100, 10 ଲକ୍ଷ, 10 ଲକ୍ଷ। ଏହା ସବୁବେଳେ ଅନେକ ଉପାୟରେ କାମ କରିଥାଏ। ତୁମେ ପଚାରିପାର କେମିତି? 321କୁ ପାଇବାକୁ ହେଲେ 10 ଥର 32 ଥର ଦବାଇବାକୁ ପଡ଼ିବ। 320 321 ହେଇପାରିବ କି? ହଁ 1 ଅଛି। 320 ଥର ପ୍ଲସ 1। ବିକଳ୍ପ ଭାବରେ ଏହାକୁ 102 ଥର ଦବାଇକି 10କୁ 12 ଥର ଦବାଇକି 1କୁ ଥରେ ଦବାଇ ପାରିବ। 321କୁ ଆଉ କେମିତି ପାଇପାରିବ? 100କୁ 3 ଥର ଦବାଇ ପାରିବ। ଆଉ କେତେ ଥର? 100କୁ 3 ଥର। 100କୁ 3 ଥର, 10କୁ 3 ଥର, 1କୁ 3 ଥର, 10କୁ 2 ଥର। ତାପରେ ଦିଆହେଇଛି କଣ? 5072 ପାଇବା ପାଇଁ ଅନେକ ଉପାୟ ମଧ୍ୟରୁ 2ଟି ଉପାୟ ବିଭେଦ ଦିଆଯାଇଛି। 2ଟା ଉପାୟ ତ 5072 ପାଇପାରିବ। 100କୁ 50 ଥର ମାରିପାରିବ, 10କୁ 7 ଥର ମାରିବ, ତାପରେ 1କୁ 2 ଥର ମାରିବ। ନହେଲେ 1000କୁ 3 ଥର ମାରିବ, 100କୁ 20 ଥର ମାରିବ, 1କୁ 72 ଥର ମାରିବ।
ତାପରେ 5072 ଲେଖିବା ପାଇଁ ବିଭିନ୍ନ ଉପାୟ ଖୋଜ, ଏହା ପାଇଁ ପରିପ୍ରକାଶ ଲେଖ। ପୁରା ସୁଜା କଣ କରିବ? 10 କୁ ଆମର ମାରିବ କେତେ ଥର କହିବ? 10 କୁ ଆମର ମାରିବ 5000 ଥର। ତାପରେ 10 କୁ 500 ଥର ମାରିବ। ତାପରେ 72 ଅଛି, 7 କୁ ପୁଣି 10 ଥର ମାରିବ। ତାପରେ 1 କୁ 2 ଥର ମାରିବ, ହେଇପାରିବ। ନିଜେ କରି ଦେଖ। କ୍ରିଏଟିଭ ଚଏସ୍ ତମେ ନିଜେ ସୃଜନଶୀଳ କରିକି ଦେଖିବ। ପିଲାମାନେ ଏଇଟା କେମିତି କରିବ? 8300 କେମିତି କରିବ? 1000 ବଟନ ଅଛି, କଣ କରିବ? 1000 ଗୁଣନ 8 ମାନେ 1000 କୁ 8 ଥର ମାରିବ, ପ୍ଲସ 100 କୁ ତାପରେ କେତେ ଥର ମାରିଦବ? 3 ଥର ମାରିଦବ। ତାପରେ ଦେଇଛି କେତେ? 40,629। କେମିତି କରିବ? 10,000 ବଟନ ଟାକୁ ଆମର 10,000 ବଟନ କୁ 4 ଥର ମାରିଦବ, 40,000 ହେଇଗଲା। ତାପରେ 6 ବଟନ ଟାକୁ ଏଇ ଯୋଉ 100 ବଟନ ଟାକୁ 6 ଥର ମାରିଦବ। ତାପରେ 20 ବଟନ ଟାକୁ ଥରେ, ଏଇ ଯୋଉ 10 ବଟନ ଟାକୁ 2 ଥର ମାରିଦବ। ତାପରେ 9 ବଟନ, ଏଇ ଯୋଉ 1 ବଟନ ଟାକୁ 9 ଥର ମାରିଦବ। ଏଇଟା 56,334 କେମିତି କରିବ? 56,334 ଯୋଉ 1000 ବଟନ ଅଛି, 1000 ବଟନ, ଏଇ ଯୋଉ 10,000 ବଟନ ଅଛି, 10,000 ବଟନ କୁ 5 ଥର ମାରିଦବ, ହେଇଗଲା 50,000। ତାପରେ କଣ କରିବ ଆମର? ତାପରେ ଯୋଉ ଆମର 6 ବଟନ ଅଛି, ଏ ଯୋଉ 1000 ବଟନ କୁ ପୁଣି 6 ଥର ମାରିବ, ହେଇଯିବ କେତେ? 6,000 ପ୍ଲସ। ତାପରେ 3 ବଟନ ଟାକୁ 100 ଥର ମାରିବ, ଏ ଯୋଉ 100 ବଟନ ଟାକୁ 3 ଥର ମାରିବ। ତାପରେ 10 ବଟନ ଟାକୁ 5 ଥର ମାରିବ। ତାପରେ 4 ବଟନ ଟାକୁ ଥରେ, ଏଇ ଯୋଉ 1 ବଟନ ଟାକୁ 4 ଥର ମାରିବ। ତାପରେ କଣ ଅଛି ଆମର ଦେଖିଦବା। ତାପରେ ପିଲାମାନେ ଏଇଟାକୁ ତମେ ମାନେ କରିବ। ତାପରେ ତୁମ ପାଇଁ କାମ କିଛି କାଲକୁଲେଟର ପ୍ରଶ୍ନ ଦିଆଯାଇଛି। ପିଲାମାନେ ଏହାର ଆନ୍ସର ମତେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ରୂପରେ ଦର୍ଶାଇବ। ପିଲାମାନେ ଏରା ସୁଜା ଅଛି, ଏଇ ଦିଟାକ ଏ ବି ମୁଁ ଆଉ କରୁନି, ସେଇଭଳିଆ ଡିଟୋ ସେଇଭଳି ହବ। ତାପରେ ଦେଖ ଦିଆଯାଇଛି, ପୂର୍ବ ଅଧ୍ୟାୟରେ ସଂଖ୍ୟା ଗୁଡ଼ିକୁ ପାଇଁ ସର୍ବନିମ୍ନ ସଂଖ୍ୟକ ବଟନ ଦବାଇ କିପରି ପ୍ରତ୍ୟେକ ସଂଖ୍ୟା ପାଇବା ତାହା ଖୋଜ, ସେଗୁଡ଼ିକୁ ପରିପ୍ରକାଶ କର। ପ୍ରତ୍ୟେକ ସଂଖ୍ୟାର ଅନୁରୂପ ସର୍ବନିମ୍ନ ସଂଖ୍ୟକ ବଟନ ଦବାଇବା ମଧ୍ୟରେ କୌଣସି ସମ୍ପର୍କ ତୁମେ ଦେଖିପାରିବ କି? ହଁ, ଦେଖିପାରିବୁ। ତୁମେ ଲକ୍ଷ୍ୟ କର ଯେ ସର୍ବନିମ୍ନ ବଟନ ଦବାଇବା ପରିପ୍ରକାଶ ସଂଖ୍ୟା ଗୁଡ଼ିକ ଭାରତୀୟ ସ୍ଥାନୀୟମାନ ଲିଖନ ପ୍ରଣାଳୀ ମଧ୍ୟ ଦେଇଥାଏ। ହଁ, ଏହା କାରଣ ତୁମେ ବିଷୟରେ ଚିନ୍ତା କର। ପିଲାମାନେ ବଢିଆ କଥାଟି ଗୋଟେ କହିଛି, ମନେକର 56,532 ଆମେ ଲେଖୁଛା। ଏଇ ଯୋଉ ଦେଇଛି ବିସ୍ତାରିତ କାଲକୁଲେଟର ଗୋଟେ ଯୋଉ ଦେଇଛି, ଏଇଟା ଅଛି 100 ଅଛି, 1000 ଅଛି। ପିଲାମାନେ ଏକୁ ବିସ୍ତାରିତ ରୂପରେ ମାନେ ଲେଖା ହେଇଛି। ମାନେ କଣ ହେଇଛି? 50,000 ଗୁଣନ, ଏ ଯୋଉ 1000 ଗୁଣନ କଣ ହେଇଛି? 5। ତାପରେ ମିଶାଣ ବିସ୍ତାରିତ ରୂପରେ ହେଇଛି, ମାନେ 6 ଗୁଣନ ତାପରେ ହେଇଯିବ 1000। ତାପରେ ମିଶାଣ 5 ଗୁଣନ ହେଇଯିବ କେତେ କହିଲ? 100। ମିଶାଣ 3 ଗୁଣନ 10, ମିଶାଣ 2 ଗୁଣନ 1। ବିସ୍ତାରିତ ଫର୍ମରେ ପିଲାମାନେ ଆମର ଲେଖା ହେଇଅଛି। ଆଜ୍ଞା, ଆମେ ଏଇଆ ଲକ୍ଷ୍ୟ କରୁଛୁ, ଆମେ ଯଦି 1 10 ଶହ 1000 ହେଉଥିବ, ଲକ୍ଷ 10 ଲକ୍ଷ ବଟନକୁ 10 ଥର ଦବାଇବା, କେଉଁ ସଂଖ୍ୟା ପାଇବା? ଏଥିରେ କେତୋଟି ଶୂନ ଥାଏ? ଏହି ସଂଖ୍ୟାକୁ ଆମେ କଣ କହିବା? ସେହି ସଂଖ୍ୟାଟି ହେଇଯିବ କେତେ? 10 ଲକ୍ଷ ପରେ ହେଇଯିବ 100 ଲକ୍ଷ, ଯାହାକୁ 1 କୋଟି ମଧ୍ୟ କୁହାଯାଏ। 1 କୋଟିକୁ ଆମେ 1ରେ କେତେଟା ଶୂନ ମନେ ରଖିବା ପିଲାମାନେ? 7ଟା ଶୂନ। ତାପରେ କୋଟି ବା କୋଟିରୁ ଅଧିକା, କୋଟିରୁ କୋଟିକା ଅଧିକାର ସଂଖ୍ୟାରେ ଆମେ ଦେଖିବା। ନିମ୍ନରେ ଦିଆଯାଇଥିବା ସାରଣୀ ଗୁଡ଼ିକରେ ଭାରତୀୟ ପ୍ରଣାଳୀ, ଆମେରିକାର ପ୍ରଣାଳୀ ଅନୁଯାୟୀ କିଛି ସଂଖ୍ୟା ଦର୍ଶାଉଛି, ଯେଉଁଥିରେ ସଂଖ୍ୟା ଗୁଡ଼ିକର ନାମ, କମା ବ୍ୟବହାର କରିବା ପାଇଁ କିଛି ନିୟମ ଦିଆଯାଇଛି। ଲକ୍ଷ୍ୟ କରିକି ଆମେ ଦେଖିବା। ଦେଖ, ଭାରତରେ ଆମେ କଣ କରୁଛେ? 1000 ମାନେ 1 3ଟା ପରେ ଶୂନ ଦଉଛେ। ଆମେରିକାରେ ବି ସେଇଆ, ଆନ୍ତର୍ଜାତିକ ପ୍ରଣାଳୀ। 10,000 ବି ସେଇଆ ଆମେ କରୁଛେ, ଆମେରିକାରେ ବି ସେଇଆ। କିନ୍ତୁ 1 ଲକ୍ଷରେ ଆମେ କଣ କରୁଛେ? ଦେଖ, ଫାଷ୍ଟ 3ଟା ତାପରେ 2ଟା ଛାଡିକି ଶୂନ ଦଉଛେ। କିନ୍ତୁ ଆମେରିକାରେ କଣ କରୁଛେ? ଦେଖ, 1 ଲକ୍ଷକୁ ସେ 100,000 କହୁଛନ୍ତି, ମାନେ 10,000 କୁ 10,000, ତାପରେ ଏଇଟାକୁ କହୁଛନ୍ତି 100,000। ତାପରେ କଣ କହୁଛନ୍ତି? 10 ଲକ୍ଷ ଆମେ କହୁଛେ, 3ଟା ଆମର ପ୍ରୋସେସ ହଉଛି କଣ? 3ଟା 2ଟା ଶୂନ। କିନ୍ତୁ ଆମେରିକା ପ୍ରୋସେସ ହଉଛି ସଦାବେଳେ 3ଟା ଶୂନ। ସଦାବେଳେ ଆମର 3ଟା ଶୂନ, ସଦାବେଳେ 3ଟା ଶୂନ ରହିବ। 10 ଲକ୍ଷ, ତାପରେ ଯାଉଛି 1 କୋଟି, 10 କୋଟି, 1 ଅରବ ବା 100 କୋଟି। କିନ୍ତୁ ଆମେରିକାରେ ସଦାବେଳେ 1,000, 10,000, 100,000। ତାପରେ 10 ଲକ୍ଷ ହେଇଗଲେ 1 ମିଲିୟନ ତାଙ୍କୁ କହୁଛନ୍ତି। 1 କୋଟି ହେଇଗଲେ 10 ମିଲିୟନ କହୁଛନ୍ତି।
10 କୋଟି ହେଇଗଲେ 100 ମିଲିୟନ, 100 କୋଟି ହେଇଗଲେ ଏକୁ କଣ କହୁଛନ୍ତି 1 ବିଲିୟନ କହୁଛନ୍ତି। ପିଲାମାନେ ବୁଝିପାରିଲେ ନା ବୁଝିପାରିଲନି? ତେଣୁକରି ବିଲିୟନାରୀ ବା ବିଲିୟନ ମାନେ 100 କୋଟିରୁ ଯାହା ପାଖରେ ଅଧିକା ଥବ। ବୁଝିପାରିଲେ ନା ବୁଝିପାରିଲନି? 1000 ଲକ୍ଷରେ କେତୋଟି ଶୂନ ଅଛି? 1000 ଲକ୍ଷରେ କେତୋଟି ଶୂନ ଅଛି ଗଣିକି ଆମେ କହିବା। 1000 ଲକ୍ଷରେ 1000 ଲକ୍ଷ ମାନେ କୋଉଟା ହବ ଆମର ଦେଖିଦବା। 1000 ଲକ୍ଷ 1000 ଲକ୍ଷରେ କେତେଟା ଶୂନ ଅଛି ତାହେଲେ 9ଟି ଶୂନ ଅଛି। 100 ହଜାରରେ କେତୋଟି ଶୂନ ଅଛି? 100,000ରେ କେତେଟା ଶୂନ ତାହେଲେ ଅଛି? 100,000 100ଟି ଶୂନ, ଏ ଯୋଉ 6ଟି ଶୂନ ଅଛି। ବୁଝିପାରିଲେ ନା ବୁଝିପାରିଲନି? ତାପରେ ଦିଆଯାଇଛି କମା ଦେଇ ସହଜରେ ପଢି ହେବ। କମା ଦେଇକି ପ୍ରଣାଳୀରେ ସହଜରେ ପଢି ହେବ। ତାପରେ ଦିଆଯାଇଛି ଭାରତୀୟ ସ୍ଥାନୀୟ ଅନୁସାରେ ପଢ, ସେଗୁଡ଼ିକ ସଂଖ୍ୟା ନାମ ଉଭୟ ଭାରତୀୟ ଓ ଆମେରିକା ପ୍ରଣାଳୀରେ ଲେଖ। ପିଲାମାନେ ବହୁତ ସୁବିଧା, ତମକୁ ଆରାମସେ ଆସିବ। ପିଲାମାନେ ମୁଁ ଏକ୍ସାମ୍ପଲରେ ବୁଝେଇଦେଲି, ତୁମେ ମାନେ କରିଦବ। 2 ନମ୍ବରଟା ବି ପିଲାମାନେ କରିଦବ। 3 ନମ୍ବରଟା ଆହୁରି ସୁବିଧା ଅଛି, ବଡ କୋଉଟା ସାନ କୋଉଟା ତମେ ମାନେ କରିକି କମେଣ୍ଟ ମାଧ୍ୟମରେ ନିଶ୍ଚିତ ରୂପେ ଦର୍ଶାଅ। 30,000 ବଡ ନା 3 ଲକ୍ଷ ବଡ? 500 ଲକ୍ଷ ବଡ ନା 5 ମିଲିୟନ ବଡ? ପିଲାମାନେ କରିବ, ପୁରା ସୁବିଧା ଅଛି। ଏଇ ସଂଖ୍ୟା ସାରଣୀଟାକୁ ମୁଁ ଭଲରେ ବୁଝେଇଦେଲି। ଆମେରିକା ସ୍ଥାନୀୟ ଟାଇମ, ଏଇ ଯୋଉ ଆମେରିକାର ଯୋଉ କେମିତି ହିସାବ ହଉଛି, ଭାରତର କେମିତି ହିସାବ ବା ସାରା ବିଶ୍ୱରେ ବା ଇଏ ଅନୁସାରେ ତବେ ଠିକ ଏବଂ ଆନିମାନିକ ମାନ ଦିଆଯାଇଛି। ଆରାମସେ ଆସିବ, ଆରାମସେ ତମେ ମାନେ କରିପାରିବ। ପିଲାମାନେ ଗୋଟେ ଆସନ୍ନ ମାନ ଅଛି, ତାପରେ ଗୋଟେ ଆସନ୍ନ ମାନ ଗୋଟେ ବିଷୟ ଅଛି, ମନେ ରଖିବ। ମନେ କରିବେ ଆସନ୍ନ ମାନ, ମନେକର ଆସନ୍ନ ମାନ ମାନେ କେତେ? ପୋଲିସର ନମ୍ବର ଦେଖ ଦେଇଛି 100 କିମ୍ବା 112, ଅଗ୍ନିଶମର 101, ଆମ୍ବୁଲାନ୍ସ ର 102, ରେଲୱେର ହଉଛି 108। କେଉଁ ନମ୍ବରରୁ ଫୋନ କରିଥିଲ? ଆସନ୍ନ ମାନ ସଂଖ୍ୟାକୁ ମୁଁ ଅବଶ୍ୟ କଲ କରିଥିଲି। ଆମେ ଶିକ୍ଷକ କହିଥିଲେ ଦକ୍ଷ ଲୋକମାନେ ଆସନ୍ନ ମାନ ସଂଖ୍ୟା ସହିତ କାର୍ଯ୍ୟ କରନ୍ତି। ପିଲାମାନେ ଆସନ୍ନ ମାନ ମାନେ କଣ? ମାନେ ସେଇ ପାଖାପାଖି। ମନେକର ତମକୁ ଦୋକାନୀ କହିଲା, ମୁଁ ଯାହା କହୁଛି ଏକ୍ସାମ୍ପଲ ଭଲରେ ମନ ଦେଇକି ବୁଝ। ଦୋକାନୀ କହିଲା ତମକୁ ମନେକର ହେଲା 107 ଟଙ୍କା, ତମେ ଆଉ 107 ଟଙ୍କା ତାକୁ ଦଉଛ? ନାଇଁ, 100 ଟଙ୍କା ଦଉଛ। ତେଣୁକରି ଏଇଟା ହେଇଗଲା କେତେ ଟଙ୍କା ଆମର? ଏଇଟା ଯୋଉ ଟଙ୍କା 7 ଟଙ୍କା ତୁମର ଯୋଉ ଲାଭ ହେଲା, ସେ 7 ଟଙ୍କା ମାନେ 100 ଟଙ୍କା ହଉଛି ତାର କଣ? 107ର ଆସନ୍ନ ମାନ, ମାନେ ତାର ପାଖାପାଖି। ବୁଝିପାରିଲେ ନା ବୁଝିପାରିଲେ? ଆସନ୍ନ ମାନଟି ପ୍ରକୃତ ମାନ ଠାରୁ କମ ହବ। ଆସନ୍ନ ମାନଟି ପ୍ରକୃତ ମାନ ଠାରୁ ଅଧିକ ବା କମ ହବ, ଠିକ ସଂଖ୍ୟା ଆବଶ୍ୟକ ହବ। ଦେଖ, ଗୋଟେ 6,72,000 ନାଇଁ ଦେଇଛି କେତେ? 1 ଶହ ହଜାର ଲକ୍ଷ 6,72,085, 6,72,85,000, 6,72,90,000, 6,73,00,000, 6,70,00,000, 7 କୋଟି। ଏହା ହଉଛି କଣ? ଆସନ୍ନ ମାନ, ପାଖାପାଖି। 5ଟି ନିକଟତମ ସଂଖ୍ୟା ଲେଖ। ଆସିବ ପୁରା ସୁଜା, ତମେ ମାନେ କରିପାରିବ। ନ କରି ପାରିଲେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଦର୍ଶାଇବ, କହିବ। ତାପରେ ଦେଖିଦବା କଣ ଦେଇଛି। ସହର ମାନଙ୍କରେ ଜନସଂଖ୍ୟା ଆମର ଦେଇଛି। ତ ପିଲାମାନେ ଆଜିର ସେତିକି ଥାଉ। ଦେଖାହବା ଆଉ ଗୋଟେ ଭିଡିଓରେ। ପିଲାମାନେ ଆଉ ଗୋଟେ ଭିଡିଓ ନେଇକି ଆସିବି, କ୍ଲିୟର କଟ ପିଲାମାନେ ବୁଝେଇବି। ସେ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିକି ରଖିଥାଅ। ଆଉ ଯାହା ଡାଉଟ କମେଣ୍ଟ ମାଧ୍ୟମରେ ନିଶ୍ଚିତ ରୂପରେ ଦର୍ଶାଇବ। ଫଳରେ ମୁଁ ଆଉ ଗୋଟେ ଭିଡିଓ ନେଇକି ଆସିବି, ସବୁ କ୍ୱେଶ୍ଚିନ୍ ଆନ୍ସର ତମର ସଲ୍ଭ କରିଦେବି। ତ ଥ୍ୟାଙ୍କ ୟୁ। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଧନ୍ୟବାଦ। ସବସ୍କ୍ରାଇବ କରିକି ରଖିଥାଅ।